ନମସ୍କାର ଶ୍ରୋତା ବନ୍ଧୁ, ଯେ ଶୁଣିବା ରାଜକିଶୋର ରାୟଙ୍କ ଗଳ୍ପ କଳିଙ୍ଗ ଶିଳ୍ପୀ। ଆସନ୍ତୁ ଶୁଣିବା। ତେବେ ତୁମେ କହୁଛ ନେତ୍ର ଯୁଗଳରେ ନୀଳପଦ୍ମର ଠାଣି ଦେବ? ଆଜ୍ଞା ମଣିମା, କର୍ଣ୍ଣଭୂଷା ପାଇଁ କିଛି ଅଳଙ୍କାର ଦେଇପାର, ତା ବି ଦେଇଦେବି। ଆଚ୍ଛା, ଅଙ୍ଗୁଷ୍ଠୀର ନଖ ପ୍ରାନ୍ତରେ ଗରଚନାରେ ବିନ୍ଦୁ କମନୀୟ ହେବ କି? ଗରଚନାର ବିନ୍ଦୁ ଭାଲ ପଟରେ ଆଙ୍କିଲେ ସୁନ୍ଦର ହେବ, କିନ୍ତୁ ସ୍ୱର୍ଣ୍ଣ ପ୍ରତିମାର ଲଲାଟରେ ଗରଚନାର ଚିତା ଅପଷ୍ଟ ରହିଯିବ। ବରଂ ସୀମନ୍ତରେ ସିନ୍ଦୁର ଗାରେ ଦେବି। ଭ୍ରୁ ଯୁଗଳ ଭଙ୍ଗୀ ଯେପରି ଭୀତିବିହ୍ୱଳ ନ ହୁଏ, ତା ପାଇଁ ଦୃଷ୍ଟି ଦେବି ମଣିମା। ଆଚ୍ଛା, ନାଭିବିନ୍ଦୁର କେତେ ତଳକୁ ଜିହ୍ନବାସର ବେହରଣ ଦେବ? ନାଭିବିନ୍ଦୁ ଓ କଟିବନ୍ଧ ମଧ୍ୟରେ ଯେତିକି ସ୍ଥାନ ମୁଁ ରେଖାଙ୍କିତ କରିବି, ତାର 1/3 ପରିମିତି ସ୍ଥାନ ଊର୍ଦ୍ଧ୍ୱକୁ ରଖି ମୁଁ ବେହରଣ ବସାଇବି। ଆପଣ ସେ ବିଷୟରେ ନିଶ୍ଚିନ୍ତ ଥାନ୍ତୁ। ଦେଖ ମହାରଣା, ମୋର ଚିନ୍ତାଧାରା ଆଉ ତୁମ ଚିନ୍ତାଧାରା ସମାନ ହବ ତ? ମଣିମା ଶିଳ୍ପୀକୁ ତା ବାଟରେ ଯିବା ପାଇଁ ଛାଡ଼ି ଦିଅନ୍ତୁ, ଦେଖିବେ ଫଳ କ'ଣ ହେଉଛି। କହ, ଅନ୍ୟ କେଉଁ ବିବରଣର ପ୍ରୟୋଜନ ଅଛି? ମୂର୍ତ୍ତିଟି ନିର୍ଭୁଲ ହେବା ପାଇଁ ଏ ଅଧମ ଶିଳ୍ପୀ ମଣିମାଙ୍କର ଚରଣ ତଳେ ଶରଣ ଭିକ୍ଷା କରେ। କହନ୍ତୁ, ବିନ୍ଧ୍ୟାକୁ ମୂର୍ତ୍ତା ବା ଜୀବିତ ଭାବରେ ରୂପ ଦେବି, ଅର୍ଥାତ୍ ପ୍ରତିମାକୁ ଦେଖିଲେ ହିଁ ମନେ ହେବ ମୂର୍ତ୍ତି ଜୀବନ୍ୟାସରେ ଅଛି, ଜଡ଼ ନୁହେଁ। ମହାରଣା, ତାହା ତୁମେ କରିପାର। ଦେବ କଳିଙ୍ଗର କାରିଗର ପାଖେ ଏ ଯେ ବଡ଼ ତୁଚ୍ଛ ପରିପାଟି। ପୁଣି ଏ ତ ଆମ ବାପ ଅଜାଙ୍କର ବ୍ୟବସାୟ। ଶ୍ରୀଧର, ମୁଁ ତାହା ବିଶ୍ୱାସ କରେ। କହିପାର, ବିନ୍ଧ୍ୟାର ତନୁକାନ୍ତିକୁ କି ରଙ୍ଗରେ ତୁଳିଦେବ? ସ୍ୱର୍ଣ୍ଣ ଆଭା ହିଁ ତ ହରିନ୍ଦ୍ରା ଗୌର। ନା ମହାରଣା, ସେ ଯେ ଶ୍ୟାମଳୀ ଥିଲା। ଓହୋ, ତା ହେଲେ ସ୍ୱର୍ଣ୍ଣପିଣ୍ଡ ପରିବର୍ତ୍ତେ କୃଷ୍ଣଶିଳା ହିଁ ଏ ସ୍ଥାନରେ ବେଶୀ ପ୍ରୟୋଜନ ମହାରାଜ। କୃଷ୍ଣଶିଳା? ନା ଶ୍ରୀଧର, ସାମାନ୍ୟ ଶିଳାଖଣ୍ଡ ଉପରେ ବିନ୍ଧ୍ୟାର ବନ୍ଧୁରତ୍ୱ ଆଣିବ ସିନା, ପ୍ରଭାମୟ ତ କରିପାରିବ ନାହିଁ। ମଣିମା ଏଇକ୍ଷଣି ଯେ କହିଲେ ସେ ଥିଲେ ଶ୍ୟାମାଙ୍ଗୀ ବୋଲି, କିନ୍ତୁ ସ୍ୱର୍ଣ୍ଣପିଣ୍ଡରେ ଘନବର୍ଣ୍ଣ ଫୁଟାଇବା ଅସାଧ୍ୟ ନ ହେଲେ ବି ସମୟ ସାପେକ୍ଷ। ଦେଖ, ସମୟ ବିଷୟ ଭାବ ନାହିଁ। ଅନନ୍ତକାଳ ବହିଗଲେ ବି ଦୁଃଖର କିଛି କାରଣ ନାହିଁ। କିନ୍ତୁ ମହାରାଜ, କ'ଣ କହ ଶ୍ରୀଧର? ଆପଣଙ୍କୁ କଷ୍ଟ ହୋଇପାରେ ଯଦି ଏତେ ସମୟ। ହବିଷ୍ୟାନ୍ନ କଥା କହୁଛୁ? ସେ ତ ବିଧି। ହଁ, ସେ ବିଧି, ଅର୍ଥାତ୍ ଆପଣ ଉଦ୍ୟାନ ସମୀପ ତୁଳସୀ ବୃକ୍ଷ ଚଉତରା ଉପରେ ଏକ ବଂଶଦଣ୍ଡ ପ୍ରଥିତ କରାଇପତି ରାତ୍ର ଅନ୍ତର୍ଯାମରେ ଗୋଟିଏ ତାମ୍ର ପେଟିକା ଭିତରେ ଦିବାଲିଟିଏ ତଥି ଉପରେ ଜଳାଇ ନମସ୍କାର ନ କରିବା ପର୍ଯ୍ୟନ୍ତ ଜଳସ୍ପର୍ଶ କରିପାରିବେ ନାହିଁ। ଏ ଶାସନ ଶିଳ୍ପ ଗ୍ରନ୍ଥରେ ଲିପିବଦ୍ଧ ରହିଅଛି। ମୁଁ ସେହି ଶାସନର ଶିଷ୍ୟ ଓ ସେବକ ମାତ୍ର। ତଥାସ୍ତୁ। ବିନ୍ଦୁ ସରୋବରର ସ୍ୱଚ୍ଛ ନୀର ଆସ୍ତରଣ ଉପରେ ଉଛୁଳି ପଡ଼ୁଛି ଅଷ୍ଟମୀର ସୂର୍ଯ୍ୟ। ବିନ୍ଦୁ ବିନ୍ଦୁ ହୋଇ ସୌରକଣା ଜଳପ୍ରବାହରେ ତିରଙ୍ଗ ସୃଷ୍ଟି କରୁଛି। ଶ୍ରୀଧର ମହାରଣା ସ୍ନାନ ସାରି ତୁଳସୀ ଦେବୀ ପ୍ରଦକ୍ଷିଣ କରି ଅଙ୍କାର ତୋଳି ନମସ୍କାର କଲେ। ଜବା କୁସୁମ ସଙ୍କାଶଂ କାଶ୍ୟପେୟଂ ମହାଦ୍ୟୁତିମ୍। ଅଦୂରରେ ଜଣେ ଗୌରିକ ବସନା ଯୋଗିନୀ ଆଚମନ କରୁ କରୁ ସ୍ତୋତ୍ରର ମନ୍ତ୍ର ଉଚ୍ଚାରଣ ଶୁଣିପାରି ଟିକିଏ ଅନ୍ତରାଳକୁ ଯାଇ ପଚାରିଲେ, ଆପଣ କାହା ସ୍ତୋତ୍ର ଧ୍ୟାନ କରୁଛନ୍ତି? କାହିଁକି ମା, ଏ ଯେ ସୂର୍ଯ୍ୟ ସ୍ତୋତ୍ର। ସୂର୍ଯ୍ୟ ସ୍ତୋତ୍ର? ଶୁଣିଛି। କଳିଙ୍ଗ ଶିଳ୍ପ ସାରା ଭାରତରେ ପ୍ରତିଷ୍ଠା ପାଇଛି। କୋଣାର୍କ ପରା ସୂର୍ଯ୍ୟଦେବଙ୍କର ମନ୍ଦିର। ହଁ ମା, ପଚାରିପାରେ କି ଅଭିପ୍ରାୟରେ ଆପଣ ତୀର୍ଥାଟନ କରୁଛନ୍ତି? ଦେଖିଲେ ଜଣାଯାଏ ଆପଣ ଜଣେ ବିଦୁଷୀ। ତୀର୍ଥାଟନର ଅଭିପ୍ରାୟ? କଳିଙ୍ଗର ପ୍ରତି ଶିଳାଖଣ୍ଡ କି ମୁକ୍ତିବାଣୀ ଜଗତକୁ ଶୁଣାଏ, ସେ କଥା ମୁଁ ଶୁଣିବା ପାଇଁ କଳିଙ୍ଗର ହାରରେ ଭିକ୍ଷାର୍ଥିନୀ। ଶ୍ରୀଧର ମହାରଣାଙ୍କର ରକ୍ତ ଉଜ୍ଜ୍ୱଳ ମୁଖ ଆହୁରି ଦୀପ୍ତିମୟ ଦେଖାଗଲା। ସେ ପୁଣି କୌତୂହଳୀ ହୋଇ ଯୋଗିନୀ ପ୍ରତି ଉନ୍ମୁଖ ହୋଇ ରହିଲେ। ମା, ଏଠାରେ ବିଶ୍ରାମ କରିବାର ସମସ୍ତ ସୁବିଧା ପାଇଛନ୍ତି ନା? ମୁଁ କିଛି ସାହାଯ୍ୟ କରିପାରେ? ଭଦ୍ର କହିଛି ପରା, କଳିଙ୍ଗର ପ୍ରତି ବୃକ୍ଷ ପ୍ରତି ଲତା ଅନ୍ତରାଳରେ ବିମୋହନ ବିଶ୍ରାମ ସ୍ଥାନ ଅଛି। ମୁଁ ପ୍ରକୃତିର ପୂଜାରିଣୀ, ତେଣୁ ଖଣ୍ଡଗିରିର ନିର୍ଜନ ଗୁମ୍ଫାରେ ମୁଁ କିଛି ଦିନ ପାଇଁ ଅବସ୍ଥାନ କରୁଛି। ଗୋଟି ଗୋଟି ହୋଇ ସ୍ନାନ ଶେଷ କରି ଲୋକେ ବାହାରି ଆସୁଥାନ୍ତି। ଯୋଗିନୀ ମଧ୍ୟ କମଣ୍ଡଳୁଟି ଧରି ବାଟ ଛାଡ଼ି ଛିଡ଼ା ହେଲେ। ମା, ଗୁହା ନିକଟରେ ପହଞ୍ଚାଇ ଦେଇପାରେ ଯଦି ଅନୁମତି ଦିଅନ୍ତି। ଶ୍ରୀଧରଙ୍କର ସ୍ୱର ମିନତିପୂର୍ଣ୍ଣ। ଆସ ତେବେ, କହି ଯୋଗିନୀ ଜନତା ମଧ୍ୟରେ ଲୀନ ହୋଇଗଲେ।
କେଦାର ଗୌରୀ ଦେବାଳୟ ନିକଟରେ ଶ୍ରୀଧର ମହାରଣାଙ୍କର କୁଟୀର। ବେଳ ପ୍ରାୟ ଆଖର ହୋଇଛି। ଗଧୂଳିର କ୍ଷଣ ଆଲୋକରେ ଶ୍ରୀଧର ଗୋଟିଏ ଶାର୍ଦୂଳର କେଶର ଗୁଚ୍ଛ ରୂପ ଦେଉଛନ୍ତି ନିହାଳ ମୁଗୁରୁ ଧରି। ଅସ୍ପଷ୍ଟ ଆଲୋକରେ କାହାର ଛବି ଦେଖି ସେ ଚମକି ପଡ଼ିଲେ। ଆଉ ସଙ୍ଗେ ସଙ୍ଗେ ଶୁଣିପାରିଲେ କିଏ ଯେପରି କହୁଛି, ତେବେ ମୋର ଅନୁମାନ ସତ୍ୟ। କିଏ କହି ଶ୍ରୀଧର ଛବି ପ୍ରତି ଚାହିଁ ରହିଲେ। ସେହି ଯୋଗିନୀ। ସେ ଧୀରେ ଧୀରେ ମୂର୍ତ୍ତି ସମ୍ମୁଖରେ ବସି ପଡ଼ିଲେ ଓ ହଠାତ୍ ଆରମ୍ଭ କରି ପଚାରିଲେ, ତେବେ ମୋର ଅନୁମାନ ସତ୍ୟ। ଆପଣ ଜଣେ ଶିଳ୍ପୀ। ଏହି ଶାର୍ଦୂଳ ମୂର୍ତ୍ତି ତାର ସାକ୍ଷୀ। ଶ୍ରୀଧର ଟିକିଏ ସଲଜ୍ଜ ଭାବ ଦେଖାଇ କହିଲେ, ମା, ଶିଳ୍ପ ସୂକ୍ଷ୍ମକଳା ପ୍ରତିଦିନ ଟିକିଏ ଅଭ୍ୟାସ ନ କଲେ ଚକ୍ଷୁ ଓ ହସ୍ତର ଶୈଳୀ ମୂର୍ତ୍ତି ଉପରେ ଠିକ୍ ରୂପ ଧରେ ନାହିଁ। ତାହେଲେ ଭଦ୍ର, ମୁଁ ବୁଝିଛି ଭୁବନେଶ୍ୱର ଓ ଖଣ୍ଡଗିରିର ଅଜସ୍ର ଶିଳା ଦେହରେ ଏ ହାତର ନୈପୁଣ୍ୟ ସଙ୍କେତ ଅଛି ନା? ଶ୍ରୀଧର ସସମ୍ଭ୍ରମେ ସ୍ୱୀକାରୋକ୍ତି ପ୍ରକାଶ କଲେ। ବେଶ୍, ମୁଁ ଯାହା ଖୋଜୁଥିଲି ତା ପାଇପାରିଛି ବୋଧହୁଏ। ମା, ଅନୁମତି ଦିଅନ୍ତୁ। କିଭଳି କାର୍ଯ୍ୟରେ ମୁଁ ଆପଣଙ୍କର ସହାୟତା କରିପାରିବି? ଶ୍ରୀଧର ଆସନ୍ତା ଉତ୍ତର ପ୍ରତୀକ୍ଷାରେ ବସି ରହିଲେ। ଦେଖ ଭଦ୍ର ଯୋଗିନୀ ପାଖରେ ମୂର୍ତ୍ତି ପୂଜାର ମୂଲ୍ୟ ନାହିଁ। ତଥାପି ମର୍ମେ ମର୍ମେ ଜୀବନର ଯେଉଁ ଶେଷ ଅଭିନୟଟିକୁ ବଡ଼ ଯତ୍ନରେ ହୃଦୟରେ ଧରି ଚାରିଣୀ ହୋଇଛି, ସେ ଛବିକୁ, ସେ ଧାରଣାକୁ ବା ସେ ଭାବକୁ ରୂପକୁ ଦେଇପାରିବ କଳିଙ୍ଗ ଶିଳ୍ପୀ? ମା, ମୂର୍ତ୍ତି ଦେଖି ମୂର୍ତ୍ତି ଗଠନ ଶିଳ୍ପ କଳାର ନିମ୍ନସ୍ତରର କଥା। କିନ୍ତୁ ଲିଙ୍ଗରାଜଙ୍କର ଆଶୀର୍ବାଦରୁ ମୋ ପକ୍ଷରେ ଛବିର ଭାବ ହିଁ ଯଥେଷ୍ଟ। ପ୍ରକାଶ କରନ୍ତୁ। ଯୋଗିନୀ ଟିକିଏ ଇତସ୍ତତ ହୋଇ କହିଲେ, ଏ ସ୍ଥାନ ନିର୍ଜନ ତ? କେବଳ ସାକ୍ଷୀ ବିଶ୍ୱବିଶ୍ରୁତ କେଦାର ଓ ପ୍ରେମ ଯୋଗିନୀ ଗୌରୀ। ତପସ୍ୱିନୀର ସର୍ବାଙ୍ଗରେ ଶିହରି ଯେପରି ଖେଳିଗଲା। ଆଚ୍ଛା ଶୁଣ। ତମାଳ ଶାଖାରୁ ସ୍ତୋତ୍ରା ଶୁକପକ୍ଷୀଟିଏ ଗୋଟିଏ ରମଣୀର ଅଙ୍ଗଦେଶକୁ ଉଡ଼ି ଆସିଲା। ରମଣୀର କର୍ଣ୍ଣଭୂଷା ପଦ୍ମକରକୁ ସେ ଛଞ୍ଚୁ ଦ୍ୱାରା କ୍ଷତ କଲା। ସେ ଚିତ୍କାର କରି ଅତି ନିକଟରେ ଏକ ମଧୁର ଅଭିନୟ ଦେଖୁଥିବ ସୁଷ୍ଠାମ ଯୁବକ ଓ ଯୁବାକୁ ଏ ବିପଦରୁ ରକ୍ଷା କରିବା ପାଇଁ ଅନୁରୋଧ କଲା। ସୁଶ୍ରୀ ପୁରୁଷଟି ଶୁକପକ୍ଷୀକୁ ରମଣୀର କନ୍ଧରୁ ଛିନ୍ନ କରି ନେଇଯିବା ଅଭିପ୍ରାୟରେ ଆକର୍ଷଣ କରନ୍ତେ ତାହା ବିହ୍ୱଳ ହୋଇ ଯୁବକର ପ୍ରଶସ୍ତ ବକ୍ଷ ଉପରେ ଛଞ୍ଚୁ ଓ ନଖ ଦ୍ୱାରା ଏପରି ଆଘାତ କଲା, ଯାହାର ଫଳରେ ମା ଚୁପ୍ ହୋଇଗଲେ ଯେ। ତପସ୍ୱିନୀଙ୍କର ଅଧର ଥରି ଉଠିଲା। ସେ ଆତ୍ମସଂବରଣ କରି ଆରମ୍ଭ କଲେ। ଫଳରେ ଏକ ରକ୍ତସ୍ରାବ ଦେଖାଗଲା। ରମଣୀ ଏଇ ଆକସ୍ମିକ ବିପତ୍ତି ଦେଖି ନିଜ ଅଧର ବସାଇ କ୍ଷତସ୍ଥଳକୁ ରକ୍ତଧାରା ବନ୍ଦ ହେବା ପର୍ଯ୍ୟନ୍ତ ଉଷ୍ଣ ରକ୍ତ ଟାଣି ଆଣୁଥାଏ। ସେହି ଭଙ୍ଗୀ, ସେହି ହୃଦୟର ହୃଦୟମିଶା ଯୁବତୀର ରକ୍ତଧାରା, ଯୁବକର ବିସ୍ମୟ ଭାବବେଶ, ପକ୍ଷୀର କରକ ଦର୍ଶନ ଇତ୍ୟାଦି ସବୁ ଯେପରି ଏକ ନିପୁଣ ଶିଳ୍ପ ଚାତୁରୀର ଜୀବନ୍ତ ହେବ। କରିପାରିବି ଶିଳ୍ପୀ? ଶୁଣୁଥିଲେ ଶ୍ରୀଧର। ଏ ପ୍ରଗଳଭା ଯୋଗିନୀର ଚିତ୍ର ପରିକଳ୍ପନା ବଡ଼ ମୁଗ୍ଧ ଓ ତନ୍ମୟ ଭାବରେ। ଏ ଅସାଧାରଣ ଭାବ ତାହା କି ଏକା କବି ସୂଚନାର ମୋହନ ସଙ୍କେତ କୋଟିରେ ସମ୍ଭବ। ତା ଏ ପପଜ୍ରାର ରୁଦ୍ଧ କଳ୍ପନା କେଉଁଠାରୁ ପାଇଲା? ବ୍ୟସ୍ତ ଭାବ ଛାଡ଼ି ଶ୍ରୀଧର ସ୍ୱୀକାର କଲେ। ମା, ଆପଣଙ୍କର ସନ୍ତାନ ଏ ଚିତ୍ର ପରିବେଷଣ କରିପାରିବ। ଯୋଗିନୀର ଆନନ୍ଦ ଦୁଇଟି ଚକ୍ଷୁରେ ଘନ ହୋଇ ଉଠିଲା। ସେ ଧୀରେ ଧୀରେ ଆସନ ଛାଡ଼ି ଆମ୍ରବାଟିକା ତଳ ଘନା ଅନ୍ଧକାରରେ ମିଳେଇ ଗଲେ। ବିନ୍ଧ୍ୟାର ପ୍ରତିମୂର୍ତ୍ତିରେ ଶୁଭଦିଆ ହେବାର ଆଜି ଦ୍ୱାଦଶ ଦିନ। ରାଜା ବସୁଭୂମା ଉତ୍ଫୁଲ୍ଲ ପ୍ରାଣରେ ଆଜି ପୂର୍ଣ୍ଣାଙ୍ଗ ପ୍ରତିମାର ଶୋଭା ଦେଖିବେ ବୋଲି କକ୍ଷ ମଧ୍ୟରେ ପଦଚାରଣା କରୁଛନ୍ତି। ଶ୍ରୀଧର ମହାରଣା କକ୍ଷର ଦ୍ୱାର ଉନ୍ମୁକ୍ତ କରି ବିନ୍ଧ୍ୟାର ଶିଳ୍ପ ପ୍ରତିମା ରାଜାଙ୍କୁ ହାତ ବଢ଼ାଇ ଦେଖାଇ ଦିଅନ୍ତେ ରାଜା ଉଚ୍ଚ ସ୍ୱରରେ, ଏ ଯେ ନିଜେ ବିନ୍ଧ୍ୟା କହି ମୂର୍ତ୍ତି ପାଖକୁ ଝୁଙ୍କି ପଡ଼ିଲେ। ଶ୍ରୀଧର ଶାନ୍ତ ଭାବରେ କହିଲେ, ମଣିମା, ଆପଣଙ୍କର ଭ୍ରମ ହିଁ ମୋର ଯଥାଯୋଗ୍ୟ ପୁରସ୍କାର। ଏ ବିନ୍ଧ୍ୟାର ପ୍ରତିମୂର୍ତ୍ତି କଳିଙ୍ଗ ଶିଳ୍ପୀ ଶ୍ରୀଧର ମହାରଣା ରୁକ୍ଷ କର ଦୁଇଟିରେ ମୂର୍ତ୍ତିମନ୍ତ ହୋଇଛି। ଶ୍ରୀଧର ଏ ପ୍ରତିମା ନୁହେଁ, ଏ ଜୀବନ୍ତ ବିନ୍ଧ୍ୟା। କର୍ଣ୍ଣଭୂଷାରେ ଯେଉଁ ପଦ୍ମକରକ ଖଞ୍ଜିଛ, ତାହା ସେହି ଦୁଷ୍ଟ ବିମ୍ବଷ୍ଟ ଦ୍ୱାରା ଛିନ୍ନ ଭିନ୍ନ ହୋଇଥିଲା। ମୋର ଠିକ୍ ସ୍ମରଣ ଅଛି। କିନ୍ତୁ ହେ କଳିଙ୍ଗ ଶିଳ୍ପୀ, ଅକ୍ଷୁଣ୍ଣ ଜୀବନ୍ତ ପ୍ରତିମାରେ ଚନ୍ଦ୍ରଠାରେ କଳଙ୍କ ନ୍ୟାୟରେ ଏ ଭୁଲ କଲ କାହିଁକି? ବିନ୍ଧ୍ୟା ତାମ୍ବୁଳ ସେବନ କରେ ନାହିଁ। ଅନ୍ତତଃ ମୁଁ କେବେ ଦେଖି ନାହିଁ। ତାର ଅଧର ଯେ ରକ୍ତବର୍ଣ୍ଣ ଦେଖୁଛି। ଶ୍ରୀଧରଙ୍କର ବିସ୍ମୟାଭିଭୂତ ଅପଲକ ନେତ୍ର ଦେଖିଲେ ଜଣାଯିବ ଯେ ସେ କେଉଁ ଅତୀତ ସ୍ମୃତିକୁ
ଜୋର କରି ଟାଣି ଆଣୁଛନ୍ତି କଳିଙ୍ଗ ଶିଳ୍ପୀକୁ ଭୁଲ। ଏତିକି ଶୁଣି ସେ ପାଗଳ ପରି କହି ବସିଲେ, ମଣିମା ଶରଣ ପ୍ରାର୍ଥନା କରେ, ଏ ଭୁଲକୁ ମୁଁ ଭୁଲ ବୋଲି ସ୍ୱୀକାର କରିପାରିବି ନାହିଁ। ବିନ୍ଧ୍ୟାର ପ୍ରତିମା ଗଠନରେ ଯେଉଁ ଦିନ ଶେଷ କଲି, ସେଦିନ ଘଟଣାଚକ୍ରରେ ଅନ୍ୟ ଏକ ଗ୍ରାହକଙ୍କଠାରୁ ଏକ ଶିଳ୍ପ ଯୋଜନା ଭାବର ନମୁନା ପାଇଲି। ସେ ଯାହା ଚିତ୍ରର ଭାବ ଦେଲେ ତାହା ମୋତେ ଅସାମାନ୍ୟ ବୋଧ ହେଲା। ତାଙ୍କର ଚିତ୍ର ପରିକଳ୍ପନା ମୋର ହୃଦୟରେ ଘନୀଭୂତ ହୋଇଗଲା। ରୂପକାର ହେବା ସମୟରେ ମୁଁ ବିନ୍ଧ୍ୟା ପ୍ରତିମାର ଅଧରରେ ଶେଷ ତୋଳି ଦେଇଛି। ଜାଣିନା କାହିଁକି ତୋଳି ମୋର ଏକ ଧାର ରକ୍ତ ଏଭଳି ସୁଷମାଯୁକ୍ତ ଅଧରରେ ବଳିଦେଲା। ଅପରାଧ କ୍ଷମା କରିବେ। ଏକ ନିଶ୍ୱାସରେ ଏ ସମସ୍ତ କଥା କହି ଶ୍ରୀଧର କକ୍ଷ ଛାଡ଼ି ଚାଲିଗଲା ବେଳେ ଶୁଣିଲେ ରାଜା ପାଗଳଙ୍କ ପରି କହୁଛନ୍ତି, ରକ୍ତଗାର ବିନ୍ଧ୍ୟା ଅଧରରେ, ପୁଣି ଶିଳ୍ପୀ ଦେଇଛି କର୍ଣ୍ଣଭୂଷା ପଦ୍ମକରକ। ପଳାପ କେବଳ ପଳାପ। ଶୁଣ ଶ୍ରୀଧର, ଏଇ ବସନ୍ତ ସମୟ। ପ୍ରସାଦ କକ୍ଷରେ ଏକାକୀ ବସି ମୁଁ ବସନ୍ତ ଉତ୍ସବ ସମ୍ଭୋଗ ଶ୍ରୀ ଉପଭୋଗ କରୁଥିଲି। ଏହି ସମୟରେ ଦୁର୍ଗରକ୍ଷକ ଜଣାଇଲା, ଜଣେ ନାରୀ ମୋର ଦର୍ଶନ ପ୍ରାର୍ଥିନୀ। ସାମାନ୍ୟ ନାରୀ ଜଣେ ଦ୍ୱାରଦେଶରେ ମୋର ଅପେକ୍ଷା କରିଛି ଏ ସମ୍ବାଦ ମୁଁ ବିଚଳିତ ହେଲିନି। ଆଜୀବନ ନାରୀ ପ୍ରତି ଅନୁରକ୍ତି ମୋର ବଡ଼ ବିଷୟ। ମୁଁ ଜାଣିଶୁଣି ତା'ର ଦୃଷ୍ଟିରେଖା ଭିତରକୁ ଯିବା ପାଇଁ ଶଙ୍କା କରେ। ଏ ମୋର ପ୍ରକୃତିଗତ ଭୀରୁତା ନୁହେଁ, ଦୁର୍ଦ୍ଦମ ଅଭିଳାଷ। କିନ୍ତୁ କି ସମ୍ବାଦ ଘେନି ଜଣେ ନାରୀ ଦୈତ୍ୟ ବ୍ୟାଜରେ ଆସିଛି ତାହା ଜାଣିବା ପାଇଁ ମୁଁ ତାକୁ ଆଣିବାକୁ ଆଦେଶ ଦେଲି। ଯେଉଁ ନାରୀ ଯୁଦ୍ଧବର୍ମ ପିନ୍ଧି କାନ୍ଧରେ ତୁଣୀର ଝୁଲାଇ ସଶସ୍ତ୍ର ସୈନିକ ବେଶରେ ମୋ ସମ୍ମୁଖରେ ଛିଡ଼ା ହେଲା, ସେ ବିନ୍ଧ୍ୟା ଶ୍ରୀଧର, ସେ ବିନ୍ଧ୍ୟା ଅପୂର୍ବ ରମଣୀ ସେ। ତାକୁ ଦେଖି ମୁଁ ଆତ୍ମବିସ୍ମୃତ ହେଲି। ସେ ମୋର ଭାବାନ୍ତର ଯେପରି ଲକ୍ଷ୍ୟ କରି ନାଇଁ ଏଇ ରୀତିରେ ମୋର କୁଶଳ ଜିଜ୍ଞାସା କରି ନିଜର ପରିଚୟ ଦେଲା। ତା'ର ପରିଚୟ ବି ବଡ଼ ରହସ୍ୟମୟ। ସେ କେଉଁଠି ବହୁ ଯୁଦ୍ଧରେ ସୈନିକ ବେଶରେ ରଣତାଣ୍ଡବ ଦେଖିଛି, କିନ୍ତୁ ମୋ ପାଖକୁ ଆସିଛି ଏଇ ମିନତି ଘେନି ଯେ ସେ ମୋରି ଅନ୍ତଃପୁରରେ ଅନ୍ତଃପୁରବାସିନୀ ହୋଇ କିଛି ଦିନ ପାଇଁ ଯୁଦ୍ଧକ୍ଳେଶ ପାସୋରି ପକାଇବ। ବେଶ୍ କଥା, ମୁଁ ଅବିବାହିତ ଥିବାରୁ ଓ ମୋର ଅନ୍ତଃପୁରକୁ ଶୂନ୍ୟ ପଡ଼ିଥିବାରୁ ମୁଁ ଏଇ ଯୁଦ୍ଧ ପ୍ରମତ୍ତା ରମଣୀକୁ ବିନା ଆପତ୍ତିରେ ଅନ୍ତଃପୁରବାସିନୀ ହେବାକୁ ଅନୁମତି ଦେଲି। ଏଇ ଭାବ କିନ୍ତୁ ମୋର ହୃଦୟ ଅଧିକାର କଲା ଯେ ନିଶ୍ଚୟ ଏ ସୁନ୍ଦରୀ ରମଣୀ କୌଣସି ଶତ୍ରୁପକ୍ଷ ଦ୍ୱାରା କଳିଙ୍ଗର କଳଙ୍କ ରଟାଇବା ପାଇଁ ସନ୍ଧାନୀ ଭାବରେ ଛୁଟି ଆସିଛି ମୋରି ଅନ୍ତଃପୁରରେ ମୋତେ ହିଁ ଦର୍ଶନ କରିବାକୁ। ସେ ଯାହା ହେଉ, ନିର୍ବିଘ୍ନରେ କେତୋଟି ଦିନ କଟିଗଲା। କଞ୍ଚୁକୀକୁ ତା'ର ସୁବିଧା ଅସୁବିଧା କଥା ଦେଖିବାକୁ ନିଯୁକ୍ତି କଲି। ତା' କଥାରେ ଯଦି ମୁଁ ବିଶ୍ୱାସ କରେ, ତେବେ ଶ୍ରୀଧର ଏଇଆ ଶୁଣ ଯେ ବିନ୍ଧ୍ୟା ଆସିଲା ବେଳେ ଯେଉଁ ଯୁଦ୍ଧବେଶରେ ମୋତେ ଅଭିବାଦନ କଲା, ସେ ତାହା ସବୁ କୁଆଡ଼େ ଭୁଲିଗଲା। ବରଂ ସାଧାରଣ ନାରୀ ବେଶରେ ଯୌବନ ଜ୍ୟୋତିକୁ ବିକିରଣ କରି ଅନ୍ତଃପୁରସ୍ଥ ଉଦ୍ୟାନର ଏକ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତ ପର୍ଯ୍ୟନ୍ତ ଚିତ୍ରିତ ପ୍ରଜାପତି ଭଳି ଘୂରି ବୁଲିଲା। ଅନାସକ୍ତ ଭାବରେ ମୁଁ ମୋର ରାଜକାର୍ଯ୍ୟ ନିର୍ବାହ କରୁଥାଏ। ଦିନେ ବିହଙ୍ଗ ବିହାର ପରିଦର୍ଶନ କରିବା ପାଇଁ ମୁଁ ରାଜପୋଷାକ ତ୍ୟାଗ କରି ମନ ବିନୋଦନ ନିମିତ୍ତ ଯାତ୍ରା କଲି। ତାହା ଅନ୍ତଃପୁରର ନିକଟସ୍ଥ ସ୍ଥାନ। ଏହି ବିହଙ୍ଗ ବିହାରରେ ନାନା ଜାତି ପକ୍ଷୀ ଅଛନ୍ତି, କିନ୍ତୁ ସେଥିମଧ୍ୟରୁ ବିମ୍ବଷ୍ଟକୁ ମୁଁ ଭାରି ସୁଖ ପାଉଥିଲି। ବିମ୍ବଷ୍ଟ ଗୋଟିଏ ଶୁକପକ୍ଷୀର ନାମ। ସେଇ ଦିନର କଥା। ପିଞ୍ଜରା ମୁକ୍ତ କରି ମୁଁ ଯେତେବେଳେ ବିମ୍ବଷ୍ଟକୁ ଆଣି ତା' ସୁନା ଶିକୁଳିରେ ମୋ ବାମକର ତର୍ଜନୀରେ ବାନ୍ଧୁଥିଲି, ସେତେବେଳେ ବିମ୍ବଷ୍ଟ ଜୋରରେ ଗୋଟାଏ ଝିଙ୍କା ଦେଇ ଉଡ଼ି ଚାଲିଗଲା। ସ୍ୱର୍ଣ୍ଣ ଶିକୁଳି ବି ଖଣ୍ଡ ଖଣ୍ଡ ହୋଇ ଭୂତଳରେ ନିକ୍ଷିପ୍ତ ହେଲା। ଦେଖିଲି ସେ ଅନ୍ତଃପୁରସ୍ଥ ଉଦ୍ୟାନରେ ତମାଳ ଶାଖାରେ ବସି ଆତ୍ମଗୋପନ କଲା। ମୁଁ ବଡ଼ ଅନୁନୟ କରି ତାକୁ ଡାକିଲି, ମାତ୍ର ସେ କର୍ଣ୍ଣପାତ କଲା ନାହିଁ। ବରଂ ତମାଳ ଶାଖାରେ ଚକ୍ଷୁତାରା ଦୁଇଟି ମୁଦି ଦେଇ ସୁଷୁପ୍ତି ନିମଗ୍ନ ହେଲା। ଅନ୍ତଃପୁରକୁ ଯିବା ବିନ୍ଧ୍ୟାର ଉଦୟ ହେବା ଦିନଠାରୁ ମୋର ପକ୍ଷେ ସମ୍ଭବ ନୁହେଁ। କିନ୍ତୁ ଯଦି ବିମ୍ବଷ୍ଟକୁ ଧରି ନ ପାରେ, ତେବେ ତା'ର ବିଚ୍ଛେଦ ଦୁଃଖରେ ମୁଁ ବଡ଼ କାତର ହୋଇ ପଡ଼ିବି। ଏହା ଭାବି ଅନ୍ତଃପୁର ଆଡ଼କୁ ଅଗ୍ରସର ହେଲି। ଏକାକୀ ଉଦ୍ୟାନରେ ପୁଷ୍ପବାଟିକା ତଳେ ଯାଉଁ ଯାଉଁ ଦେଖିଲି ମରାଳ ଖଚିତ ନୀଳସରର ସୋପାନ ଶ୍ରେଣୀକୁ ଭରା ଦେଇ ବିନ୍ଧ୍ୟା ଗୋଟିଏ ନୀଳପଦ୍ମକୁ ନିଜ ମୁଦ୍ରିତ ଚକ୍ଷୁ ଦୁଇଟିରେ ଧୀରେ ଧୀରେ ସଞ୍ଚାର କରୁଛି। ବକ୍ଷ ଅନାବୃତ, କର୍ଣ୍ଣାଳଙ୍କାରରେ ପଦ୍ମକରକ, କଟି ଦେଶରେ କେବଳ ଝିନ୍ନ ଉତ୍ତରୀୟ ଖଣ୍ଡେ। ଏ ରୂପ ଆଲୋକ ମୋତେ ମୁଗ୍ଧ କଲା। ଚତୁରୀ ଦୂରରୁ ଦେଖିପାରି ସଜଳ ବଦନରେ ମୋତେ ସ୍ୱାଗତ ଜଣାଇ ଅଭିବାଦନ କଲା। ମୁଁ ନିରୁପାୟ ହୋଇ ଦୂରସ୍ଥ ତମାଳ ଶାଖାରୁ ହସ୍ତ ପ୍ରସାରଣ କରି ସଙ୍କେତ କଲି। ବୁଦ୍ଧିମତୀ ବୁଝିପାରି ପଚାରିଲା, ଓ ବିମ୍ବଷ୍ଟ ଉଡ଼ିଯାଇଛି? କିଛି ଚିନ୍ତା ନାହିଁ, ଆସନ୍ତୁ। ଦୁହେଁ ତମାଳ ଶାଖା ଉପରେ ଦୃଷ୍ଟି ରଖି ଯାଉଁ ଯାଉଁ ବିନ୍ଧ୍ୟା ପଚାରିଲା, ଏତେ ଦିନେ ମହାରାଜ ମୋତେ ସ୍ମରଣ କଲେ? ମୁଁ ଯେ ନିତି ଅପେକ୍ଷାରେ ଥାଏ।
ବିନ୍ଧ୍ୟା କଥାକୁ ଆଦୌ ଭ୍ରୂକ୍ଷେପ ନ କରି ଚିତ୍କାର କଲି, ମୂର୍ଖ ଶୁକପକ୍ଷୀ, ଚିର୍ଗ ଫେରିଆ। ବିମ୍ବଷ୍ଟ ମୋ କଥାକୁ ଖାତିର ନ କରି ବରଂ ଆହୁରି ଲତାଟ ରାଳରେ ଆତ୍ମଗୋପନ କଲା। ମୁଁ ନିରୁପାୟ ଭାବରେ ବିନ୍ଧ୍ୟାର ମୁଖ ସୁଷମାକୁ ଚାହିଁ ରହିଲି। ସେ ମୋତେ ଅପେକ୍ଷା କରନ୍ତୁ କହି ଦୃପ୍ତା ଫଣିନୀ ପରି ହଠାତ୍ ପୁଣି ଅନ୍ତଃପୁର ମଧ୍ୟରେ ପ୍ରବେଶ କଲା। ମୁଁ ଅତି ଦୀନ ଭାବରେ ଏକ ପାଖେ ବିମ୍ବଷ୍ଟ ଅନ୍ୟ ପାଖେ ବିନ୍ଧ୍ୟାକୁ ଚାହିଁ ରହିଲି। କ୍ଷିପ୍ର ଚରଣରେ ବିନ୍ଧ୍ୟା ଅନ୍ୟ ଏକ ଶୁକପକ୍ଷୀ ଧରି ତମାଳ ବୃକ୍ଷ ତଳେ ଡାକ ଦେଲା, ବିମ୍ବଷ୍ଟ ତୋର ସାକ୍ଷୀ ତୋତେ ବଡ଼ କାତର ପ୍ରାଣରେ ଡାକୁଛି, ତୁ ଫେରିଆ। ଏଇ ଏକ କଥା ବାରମ୍ବାର ଉଦ୍ୟାନ ଗର୍ଭରେ ପ୍ରତିଧ୍ୱନିତ ହେଲା ଓ ପ୍ରତିଥର ବିନ୍ଧ୍ୟା ମୋ ଆଡ଼େ କଟାକ୍ଷ ନିକ୍ଷେପ କରି ମୋତେ ବ୍ରତଭଙ୍ଗ ଉଦ୍ଦେଶ୍ୟରେ ବିଚଳିତ କରୁଥାଏ। ମୁହୂର୍ତ୍ତକ ପରେ ଦେଖିଲି ବିମ୍ବଷ୍ଟ ପକ୍ଷ ବିସ୍ତାର କରି ବିନ୍ଧ୍ୟାର କାନ୍ଧ ଉପରକୁ ଉଡ଼ି ଆସିଲା ଓ ବାରମ୍ବାର ତାର କର୍ଣ୍ଣଭୂଷା ପଦ୍ମକରକକୁ ଛଞ୍ଚୁରେ ଆଘାତ କଲା। ମଣିମା, ଏତିକି ଶିଳ୍ପୀ ପକ୍ଷରେ ଯଥେଷ୍ଟ। ତା ପରେ ଯାହା ଘଟିଛି ତାହା ଶିଳ୍ପୀର ହିଁ ଫୁଟି ଉଠିବ। ମୋତେ ବିଦାୟ ଦିଅନ୍ତୁ, ମୁଁ କ୍ଷଣକ ମଧ୍ୟରେ ଫେରି ଆସିବି। କ୍ଷଣକ ଅବସାନ ନ ହେଉଣୁ ଶ୍ରୀଧର ଚଞ୍ଚଳ ପଦ କକ୍ଷରେ ପ୍ରବେଶ କଲା। ତା ପରେ ଗୋଟିଏ ପ୍ରସ୍ତର ଖୋଦିତ ମୂର୍ତ୍ତିକୁ ରାଜାଙ୍କ ସମ୍ମୁଖରେ ଥୋଇ ଶ୍ରୀଧର ଯୋଡ଼ହସ୍ତରେ ଛିଡ଼ା ହେଲେ। ପ୍ରଭୁ, ତାପର ଘଟଣା ଏଇ ମୂକ ପ୍ରସ୍ତରଖଣ୍ଡ ବ୍ୟକ୍ତ କରିବ। ବଜ୍ରପାତରେ ଚେତନା ଲୁପ୍ତ ହେବା ଭଳି ଏ ଅସାଧାରଣ ରହସ୍ୟ ଦେଖି ରାଜାଙ୍କର ବାକ୍ସ୍ଫୂର୍ତ୍ତି ଅସମ୍ଭବ ହେଲା। ସେ କେବଳ ଉନ୍ମାଦଗ୍ରସ୍ତ ଭଳି ବିସ୍ଫାରିତ ନେତ୍ରରେ ପ୍ରତିମୂର୍ତ୍ତିଟିକୁ ଆଲିଙ୍ଗନ କରି ବକ୍ଷସ୍ଥଳରୁ ରକ୍ତ ଶୋଷି ନେଉଥିବା ଯୁବତୀର ରକ୍ତାଧାରରେ ଚୁମ୍ବନ ଦେଇ ମୂର୍ଚ୍ଛା ଗଲେ। ଖଣ୍ଡଗିରି ଗୁହା ଶୂନ୍ୟ ଖଣ୍ଡେ ଶୈଳବାଳା ଗୁଳ୍ମପୂର୍ଣ୍ଣ ପ୍ରସ୍ତର ଉପରେ ବକ୍ରାଙ୍କିତ ହୋଇଛି କେତୋଟି ଲିପି ମାତ୍ର। କଳିଙ୍ଗ ଶିଳ୍ପୀ, କଳିଙ୍ଗ ରାଜା ବସୁମାଙ୍କର ଯୋଗିନୀ ପାଇଁ ଉଦ୍ଦିଷ୍ଟ ଶୁକପକ୍ଷୀ ଶିଳ୍ପୀକୁ ଉପହାର ଦିଅ। ଧନ୍ୟବାଦ। ଏଇଠି ଶେଷ ହେଲା ଗଳ୍ପ କଳିଙ୍ଗ ଶିଳ୍ପୀ।